ଆସ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆଲୋଚନା କରିବା। ବିଜୟନଗର ରାଜ୍ୟ କିଏ ପ୍ରତିଷ୍ଠା କରିଥିଲେ? ହରିହର ଓ ବୁକ୍କା। ବିଜୟନଗର ରାଜ୍ୟ କେଉଁଠି ଅବସ୍ଥିତ ଥିଲା? ବାହାମନି ରାଜ୍ୟର ଦକ୍ଷିଣରେ। ବିଜୟନଗର ରାଜ୍ୟରେ କେଉଁ କେଉଁ ରାଜବଂଶ ଶାସନ କରିଥିଲେ? ସଙ୍ଗମ, ସାଲୁଭ, ତୁଲୁଭ ଏବଂ ଆରଭିଡୁ। କେଉଁ ସ୍ଥାନକୁ ନେଇ ବାହାମନି ରାଜ୍ୟ ଓ ବିଜୟନଗର ରାଜ୍ୟ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା? ରାୟଚୁର ଦୋଆବ, କୃଷ୍ଣା ଓ ଗୋଦାବରୀ ନଦୀର ତ୍ରିକୋଣଭୂମି, ମରାଠୱାଡା। ବିଜୟନଗର ରାଜ୍ୟର ପୂର୍ବ ନାମ କ'ଣ ଥିଲା? ବିଦ୍ୟାନଗର। କେଉଁ ଶାସକ ବିଦ୍ୟାନଗରକୁ ବିଜୟନଗର ରାଜ୍ୟରେ ରୂପାନ୍ତରିତ କରିଥିଲେ? ପ୍ରଥମ ବୁକ୍କା। ପ୍ରଥମ ବୁକ୍କାଙ୍କ ପରେ କିଏ ସଙ୍ଗମ ବଂଶର ସିଂହାସନ ଆରୋହଣ କରିଥିଲେ? ପୁତ୍ର ଦ୍ୱିତୀୟ ହରିହର। ଧନ୍ୟବାଦ।